ମୋର କିଛି ପିଲା ପ୍ରତିଦିନ ସକାଳେ ମୋତେ ପୂଜା କରନ୍ତି, ମୋତେ ବହୁତ କିଛି ମାଗିଥାନ୍ତି, ବହୁତ କିଛି ପଚାରିଥାନ୍ତି ମଧ୍ୟ। କିନ୍ତୁ ଯେତେବେଳେ ସେମାନେ ଘରୁ ବାହାରକୁ ଯାଆନ୍ତି, ତେବେ ସେମାନେ ଦେଖନ୍ତି ନାହିଁ ଯେ ସମସ୍ତଙ୍କ ପ୍ରତି ସେମାନଙ୍କର ଆଚରଣ ବା ବ୍ୟବହାର କିପରି ଅଛି। ସେମାନଙ୍କୁ ତାହା ଅନୁଭବ ମଧ୍ୟ ହୁଏ ନାହିଁ। ଆରେ ସକାଳେ ବାବାଙ୍କୁ ତ କୁହ ଯେ ମୁଁ ଜଣେ ଭଲ ମଣିଷ ହେବି, ଆପଣ ମୋତେ ଏହା ଦିଅନ୍ତୁ ତାହା ଦିଅନ୍ତୁ, କିନ୍ତୁ ଘରୁ ବାହାରକୁ ଯିବା ମାତ୍ରେ ହିଁ ତାହା ଏହା ସେସବୁ ଭୁଲି ଯାଉଛ। ତୁମେ କାହିଁକି ଏହା ଭୁଲି ଯାଉଛ ଯେ ତୁମର ବାବା ତୁମକୁ ପ୍ରତି ମୁହୂର୍ତ୍ତରେ ପ୍ରତି କ୍ଷଣରେ ଦେଖୁଛନ୍ତି। ତୁମେ ଭାବୁଛ କି ମୁଁ କେବଳ ତୁମ ଘରେ ସେହି ପ୍ରତିମୂର୍ତ୍ତିରେ ବସି ରହିଛି? ତାହା ନୁହେଁ, ବରଂ ମୁଁ ତୁମ ସହିତ ପ୍ରତ୍ୟେକ ସେହି ଜାଗାରେ ଅଛି ତୁମେ ଯେଉଁଠାକୁ ବି ଯାଉଛ, ଏବଂ ତୁମେ କ'ଣ କରୁଛ ସେସବୁ ବି ମୋତେ ଖବର ଅଛି। ତେଣୁ ତୁମର ଆଚରଣରେ ଉନ୍ନତି କର, ନିଜର ବ୍ୟବହାରକୁ ସୁଧାର। ନିଜେ ନିଜକୁ ଉନ୍ନତ କରିବା ଏବଂ ନିଜର କଳାଗୁଡ଼ିକୁ ବୃଦ୍ଧି କରିବାରେ ଏତେ ବ୍ୟସ୍ତ ରୁହ କି ଯାହାଦ୍ୱାରା ତୁମକୁ ଅନ୍ୟ କୌଣସି ଜିନିଷ ଉପରେ ଧ୍ୟାନ ଦେବାକୁ ଆବଶ୍ୟକ ହେବ ନାହିଁ। ଜଣେ ବ୍ୟକ୍ତି ଯେକୌଣସି ସମୟରେ ନିଜକୁ ପରିବର୍ତ୍ତନ କରିବା ଆରମ୍ଭ କରିପାରିବ, ଏହାକୁ ମନେ ରଖ। ମୋର ଅନେକ ପିଲା ମୋର ସନ୍ଦେଶ ଶୁଣନ୍ତି ଏବଂ ଭାବନ୍ତି ଯେ ଆମକୁ ତ ଏହା ସବୁ ଜଣାଅଛି। ହଁ, ମୁଁ ଜାଣେ ତୁମକୁ ଏସବୁ ଜଣାଅଛି, କିନ୍ତୁ ତୁମେ ମୋର ଏହି କଥାଗୁଡ଼ିକୁ ନିଜ ଜୀବନରେ କେବେ ଗ୍ରହଣ କରିବ? ଯେପର୍ଯ୍ୟନ୍ତ ଜୀବନରେ ଏହି କଥାଗୁଡ଼ିକୁ ମୋର ସନ୍ଦେଶକୁ କାର୍ଯ୍ୟକାରୀ ନ କର, ସେ ପର୍ଯ୍ୟନ୍ତ ସେହିଭଳି ପ୍ରଗତି ହେବ ନାହିଁ ଯେଉଁଭଳି ତୁମେ ଚାହୁଁଛ। ନିଜକୁ ଉଚ୍ଚ କରିବା ପାଇଁ ଅନ୍ୟମାନଙ୍କୁ ନୀଚ ଦେଖାଇବା ଏକ ଅତ୍ୟନ୍ତ ଦାୟିତ୍ୱହୀନ ତଥା ନିନ୍ଦନୀୟ କାର୍ଯ୍ୟ ଅଟେ। ସ୍ମରଣ ରଖ ପିଲାମାନେ, ତୁମେ ଯେପରି କରିବ ସେହିପରି ଭରିବ। ଯଦି ତୁମେ କାହାର ପତନ ଏବଂ ଦୁଃଖର କାରଣ ହୁଅ, ତେବେ ବ୍ରହ୍ମାଣ୍ଡ ମଧ୍ୟ ତୁମର ପତନ ଏବଂ ଦୁଃଖର କାରଣ ଅବଶ୍ୟ ପଠାଇବ, ଯାହାଫଳରେ ତୁମେ ତୁମର ଶିକ୍ଷା ଶିଖିବ। ତା ଅପେକ୍ଷା କାହିଁକି ଆମେ ଆମର ଶିକ୍ଷାକୁ ସହଜରେ ଶୁଦ୍ଧ ବିଚାର ବା ଚିନ୍ତାଧାରା, ଭଲ କର୍ମ ଏବଂ ପ୍ରେମ ମାଧ୍ୟମରେ ଶିଖିବାନି? ମୋର ଆଶୀର୍ବାଦ ସବୁବେଳେ ତୁମ ସହିତ ଅଛି। ତୁମେ ସମସ୍ତେ ମୋ ସନ୍ତାନ ଅଟ ଏବଂ ମୋ ପାଇଁ ବହୁତ ପ୍ରିୟ ମଧ୍ୟ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।